ମୁଁ ଆଜି ପ୍ରସ୍ତୁତ କରୁଛି ସୁପ୍। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ କିପରି ଏଠି ସୁପ୍ ପ୍ରସ୍ତୁତ କରିଛି ମୁଁ ଏଠି ଦେଖାଉଛି। ମୁଁ ଏଠି ସବୁ ପରିବାକୁ ନେଇଛି। ସବୁ ପରିବାକୁ ଭଲ ଭାବରେ ମୁଁ ଧୋଇ ଦେଇଛି। ଧୋଇ ଦେଇକି ଛୋଟ ଛୋଟ ଆକାରରେ ଛୋଟ ଛୋଟ କରିକି କାଟି ଦେଇଛି। ମୁଁ ଏଠି ଗାଜର ନେଇଛି, ଗାଜରକୁ ବି ଛୋଟ ଛୋଟ କରି କାଟିଛି। ଫୁଲକୋବିକୁ ଛୋଟ ଛୋଟ କରି କାଟିଛି। ବିନ୍ସ କାଟିଛି, କ୍ୟାପ୍ସିକମ୍ ଆଉ କର୍ଣ୍ଣକୁ ଅଲଗା କରିକି ରଖିଛି। ସବୁକୁ ମୁଁ ଛୋଟ ଛୋଟ କରିକି କାଟିଛି। ଆଉ ପିଆଜ, ରସୁଣ, ଅଦା ସବୁକୁ ବି ମୁଁ ଛୋଟ ଛୋଟ କରିକି କାଟିକି ରଖିଛି। ଆପଣ ଏହିପରି ସୁପ୍ ପ୍ରସ୍ତୁତ କରି ଖାଆନ୍ତୁ ଆଉ ମୋତେ କମେଣ୍ଟରେ ଜଣାଇବେ କିପରି ଲାଗିଲା। ମୋ ଚ୍ୟାନେଲକୁ ଲାଇକ୍ କରନ୍ତୁ, ନୂଆ ଆସିଲେ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍କୁ ମାରନ୍ତୁ। ମୁଁ ଏଠି ସବୁ କାଟିଛି କେମିତି ଦେଖାଉଛି। ତାପରେ ମୁଁ ଗୋଟେ ପ୍ୟାନ୍ ନେଇଛି, ସେଥିରେ ତେଲ ଟିକେ ଦେଲି, ତା ଦେହରେ ବଟର ଗୋଟେ ଚାମଚ ପକାଇଲି। ସେ ବଟର ଆଉ ତେଲ ଗରମ ହୋଇଗଲା ପରେ ମୁଁ ଏଠି ଅଦା ଟିକେ ଛୋଟ ଛୋଟ କରି କାଟିଥିଲି ପକାଇଲି, ରସୁଣ କାଟିଥିଲି ପକାଇଲି, ପକାଇକି ହାଲକା ଭାଜିଦେଲି। କଞ୍ଚା ଲଙ୍କା ଛୋଟ ଛୋଟ କରି କାଟିଛି। ମୁଁ ଏଠି ଭେଜ୍ ସୁପ୍ ପ୍ରସ୍ତୁତ କରୁଛି, ସେଥିରେ ମୁଁ ଲଙ୍କା ବି ପକାଇଲି। ମୁଁ ପିଆଜ ଚୁନ ଚୁନ କରି କାଟିଥିଲି, ତାକୁ ବି ପକାଇଲି। ସବୁକୁ ହାଲକା ଭାଜି ହୋଇଗଲା ପରେ ତାକୁ ଆମେ ଯେଉଁ ପରିବାକୁ ଛୋଟ ଛୋଟ କରି କାଟିକି ରଖିଥିବା ସେସବୁ ପରିବାକୁ ଆମେ ଏଇ ଯେଉଁ ଭଜା ପିଆଜ, ରସୁଣ, ଅଦା, କଞ୍ଚା ଲଙ୍କାରେ ପକାଇବା ବା ପ୍ୟାନ୍ରେ ପକାଇବା। ପକାଇକି ଭଲ ଭାବରେ ଆମେ ତାକୁ ସବୁ ଗୋଳାଇ ଦେବା। ଆଉ ବିଲାତି ମୁଁ ଗୋଟେ କାଟିକି ରଖିଥିଲି, ବଡ଼ ବିଲାତି, ତା ଭିତରେ ପକାଇଲି। ପକାଇକି ସବୁକୁ ଆମେ ଭଲକି ଗୋଳାଇ ଦେବା, ଯେମିତି ସେ ପରିବା ବି ଆମର ସିଝିବା ଦରକାର। ତା ଦେହରେ ସ୍ୱାଦ ଅନୁସାରେ ଆମେ ଲୁଣ ପକାଇବା। ସ୍ୱାଦ ଅନୁସାରେ ଲୁଣ ପକାଇଲେ ଦେଇକି ତାକୁ ସବୁକୁ ଆମେ ଭଲକି ମିଶାଇ ଦେବା ପରିବାକୁ। ଯେତିକି ଆମେ ସେଇ ଅନୁସାରେ ଆମେ ପାଣି ପକାଇବା। ପାଣି ପକାଇକି ଆମେ ତାକୁ ଢାଙ୍କିକି କିଛି ସମୟ ପାଇଁ ରଖିବା। ଆମେ ସୁପ୍ କରୁଛନ୍ତି ଯେହେତୁ ଟିକେ ଆମର ଅଧିକା ପାଣି ଦରକାର। ପାଣି ଦେଇକି ଆମେ ତାକୁ ଗୋଳେଇ ଦେବା। ଗୋଳେଇ ଦେଇକି ଢାଙ୍କିକି 5ରୁ 7 ମିନିଟ୍ ଆମେ ରଖିବା। ଫୁଟିଗଲା ପରେ ସେ ସୁପ୍ ଯେଉଁ ପରିବା ଗୁଡ଼ାକ ସବୁ ସିଝି ଯାଇଥିବ, ଆମେ କାଢ଼ିଦେବା। କାଢ଼ି ଦେଇକି ଆମେ ଟିକେ ଗୋଳେଇ ଦେବା। ଗୋଳେଇ ଦେଇକି ଟମାଟୋ କ୍ୟାଚପ୍ ଗୋଟେ ଚାମଚ, ରେଡ଼୍ ଚିଲି ସସ୍ ଗୋଟେ ଚାମଚ, ଭିନେଗାର ଗୋଟେ ଚାମଚ ପକାଇକି ତାକୁ ସବୁ ଆମେ ଗୋଳେଇ ଦେବା। ସେ ଫୁଟିଯିବ ଗଲେ ମୁଁ ଏଠି କର୍ଣ୍ଣଫ୍ଲୋର୍ ଗୋଟେ ଚାମଚ ନେବା, ଗୋଟେ ତାଟିଆରେ ନେଇକି ତା ସେଥିରେ ପାଣି ଆମେ ମିଶାଇବା। ଭଲ ଭାବରେ ସେ କର୍ଣ୍ଣଫ୍ଲୋର୍ ଆଉ ପାଣିକୁ ମିଶାଇବା ଯେପରି ବିଣ୍ଡା ନ ହୁଏ। ଆମର ଏଠି ଥିକ୍ ହେବା ପାଇଁ ସୁପ୍ଟା ଆମେ ସେଥିରେ ଏଇ କର୍ଣ୍ଣଫ୍ଲୋର୍ ପାଣିକୁ ପକାଇବା। ପକାଇକି ଭଲକି ଆମେ ଗୋଳେଇ ଦେବା ଆଉ ଗୋଲମରିଚ ଗୁଣ୍ଡ ପକାଇବା। ଆମର ଏଠି ସୁପ୍ ପ୍ରସ୍ତୁତ ହୋଇଗଲାଣି। ଆପଣ ଯେତେବେଳେ ଇଚ୍ଛା ହେବ ଘରେ ଏହିପରି ପରିବାର ସିଜିନ୍ ଘରେ ଏହିପରି ସୁପ୍ ପ୍ରସ୍ତୁତ କରି ଭେଜ୍ ସୁପ୍ ଖାଇପାରିବେ। ଆଉ ଖାଇବା ପାଇଁ ବହୁତ ଟେଷ୍ଟି। ଆମେ ସୁପ୍କୁ ଗୋଟେ ବୋଲରେ ଆମେ ଏମିତି କାଢ଼ିଦେବା। କାଢ଼ିକି ଗରମ ଗରମ ସୁପ୍କୁ ଖାଇବା। ଆପଣ ଏହିପରି ଥରେ କରିକି ଘରେ ଖାଆନ୍ତୁ ଆଉ କମେଣ୍ଟରେ ଜଣାନ୍ତୁ। ତା ଉପରେ ଆମେ ଏମିତି ବଟର ପକାଇଦେବା।